বন্দে মুকুন্দ পদ পঙ্কজ পরম পাবন বন্দে মোহন মুরলী রাজ জগত জীবন বন্দে ব্রজ সুন্দর মধুর অধর কালিয়া দলন বন্দে রস শেখর বিভোর রাধিকা মোহন গোপাল অগাল গীত ফগুণ মাসরে ফিটাই কহুছি কৃষ্ণ পাদে দেই চিত আম্ব ডাল দেই শিকা বেকা তই যতনরে টাঙ্গি দিও রঙ্গ অবিরকু মুন্ডরে লগাই নাচে গৌড় পুଅ আহা মথুরা গৌড় গোপর গৌড় পাড়ি ধরিথিব ভাই রাধারাণীଙ୍କର তাটক ଚୋରିର ବିଷୟ ଗାଇବି ମୁହିଁ ଦୋଳ ବିମାନରେ ଶ୍ୟାମ ସୁନ୍ଦର ନାଚିବ ନାଚିବ ବାନ୍ଧି ଘୁଙ୍ଗୁର ନାଚିବ ନାଚିବ ବାନ୍ଧି ଘୁଙ୍ଗୁର ନାଚିବ ନାଚିବ ବାନ୍ଧି ଘୁଙ୍ଗୁର ନାଚିବ ନାଚିବ ବାନ୍ଧି ଘୁଙ୍ଗୁର ଦିନେ ରାଧିକା ଯେ ସଖୀଙ୍କ ମେଳରେ ସ୍ନାନ କରିବାକୁ ଗଲେ ଯମୁନା ଜଳରେ ପାଲଟା ବସନ ଯେତେ ବାଲିରେ ଥୋଇଲେ ସୁନା ଅଳଙ୍କାର ଯେତେ ଦେହରୁ କାଢିଲେ ଯମୁନା ଜଳରେ କାଳେ ହଜିଯିବ ବୋଲି କାନରୁ ସୁନା ତାଟକ ରାଧା ଦେଲେ ଖୋଲି ଲଳିତା ବିଶାଖା ଅଷ୍ଟ ସଖୀ ସଙ୍ଗେ ରାଇ ଜଳ କ୍ରୀଡ଼ାରେ ମାତିଲେ କୌତୁକ ହୋଇ ଏହି ସମୟରେ ଚିଲ ପକ୍ଷୀ ହେ ସୁନାର ତାଟକ ନେଲା ଟେକି 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 ହେ ସୁନାର ତାଟକ ଜକମକ ଦିଶୁଥିଲା ମାଂସ ଖଣ୍ଡେ ଭାବି ଚିଲ ପକ୍ଷୀ ଯାଇ ଥଣ୍ଟରେ ଉଠେଇ ନେଲା ଉଡି ଉଡି କୁଞ୍ଜ କଦମ୍ବ ଡାଳରେ ବସିଲା ସେ ଚିଲ ପକ୍ଷୀ ବାରମ୍ବାର ଥଣ୍ଟ ଆଘାତ କରିଲା ଖାଇବ ବୋଲି ଭାବିକି ଆହେ ଥଣ୍ଟ ଥକି ଗଲା ଖାଇ ନ ପାରିଲା କିଛି ଲାଭ ହେଲା ନାହିଁ ତାଟକ ଫୋପାଡ଼ି ସେ ଚିଲ ପକ୍ଷୀଟା ଉଡ଼ିଣ ଗଲା ପଳେଇ ନାଉଥିଲେ ରାଧା ଯାହା କାନରେ ହଜିଗଲା ସେଇ କୁଞ୍ଜ ବନରେ ହଜିଗଲା ସେଇ କୁଞ୍ଜ ବନରେ ହଜିଗଲା ସେଇ କୁଞ୍ଜ ବନରେ ହଜିଗଲା ସେଇ କୁଞ୍ଜ ବନରେ
କନ ଦେଖି ସେହି ଚମକି ପଡ଼ିଲେ। ସବୁ ଅଳଙ୍କାର ଅଛି ତାଟ କଟି ନାହିଁ। ଶାଶୁ ଜାଣି ଗଲେ ଗାଳି ଦେବେ ନିଶ୍ଚେ ତହିଁ। ଆରେ କିଏ ନେଇ ଗଲା କିଛି ବୁଝି ତ ହେଉନି। ଗାଧୋଇବା ସମୟରେ କେହି ତ ଆସିନି। ଆହେ ସବୁ ସହଚରୀ ମିଶି ବାଲିରେ ଖୋଜିଲେ। ଆହା ନ ପାଇ ତାଟକ ସବୁ ମନ ଦୁଃଖ କଲେ। କପାଳକୁ ନିନ୍ଦା ସେହି କରି ହେ ଘରକୁ ଆସିଲେ ରାଧା ଫେରି ହେ। 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 ପ୍ରଭାତରେ ସୁଦାମା ସୁବଳ ସାଙ୍ଗ ଯେତେ ଏକ ହୋଇ। କୁଞ୍ଜ ବନେ ପଶି ଖେଳ ଖେଳୁଥିଲେ ସାଙ୍ଗରେ ଧରି କହ୍ନେଇ। ସୁଦାମା ଗୋପାଳ ନଜର ପଡ଼ିଲା କାନର ତାଟକ ଗୋଟି। କି ଜିନିଷ ଏଇ ଦେଖିବା ପାଇଁ କି ଆଣିଲେ ତାକୁ ସାଉଁଟି। ଆହା ସବୁ ସାଙ୍ଗସାଥି ଏକାଠି ହୋଇ ନ ଜାଣିଲେ ତାଟକ ଇଏ। ସୁନାର ତାଟକ କୁଞ୍ଜ ବନେ ଆସି ହଜେଇ ଦେଇଛି କିଏ। ଚାଲ ଆମେ ପଚାରି ନ ବୁଝିବା ତାଟକ ଯାହାର ତାକୁ ଦେଖିବା। ତାଟକ ଯାହାର ତାକୁ ଦେଖିବା। ତାଟକ ଯାହାର ତାକୁ ଦେଖିବା। ତାଟକ ଯାହାର ତାକୁ ଦେଖିବା। କନେଇନ କୃଷ୍ଣ ଘରକୁ ଫେରିଲେ। ଯାହାକୁ ଭେଟିଲେ ତାକୁ ପଚାରି ବୁଝିଲେ। ଠିକଣା ନ ପାଇ ସବୁ ସାଙ୍ଗ ଏକ ହୋଇ। ଚିନ୍ତା କଲେ କାହାର ଏ ଜଣା ପଡୁନାହିଁ। ମିନା କରା ତାଟକ ଏ ଦାମୀ ସହି ସୁନା। ପିନ୍ଧୁଥିବ ନିଶ୍ଚୟ ଆକୁ ସୁନ୍ଦରୀ ଲଳନା। ତାଟକ ଦେବା ସମୟେ ଦେଖିବା ତା ରୂପ। ନବୀନା ସାଙ୍ଗରେ ଟିକେ ହେବା ଗପ ସପ। ଏହି କଥା ଭାବି କଳା କହ୍ନେଇ ତାଟକକୁ ରଖିଥିଲେ ହାତେଇ। ତାଟକକୁ ରଖିଥିଲେ ହାତେଇ। ତାଟକକୁ ରଖିଥିଲେ ହାତେଇ। ତାଟକକୁ ରଖିଥିଲେ ହାତେଇ। ଜଣା ପଡ଼ିଲାନି ଯେତେ ପଚାରି ବୁଝିଲେ। ନିରାଶ ହୋଇଣ ସବୁ ସାଙ୍ଗସାଥି କୁଞ୍ଜରେ ଏକାଠି ହେଲେ। ସୁଦାମା କହିଲା ବୁଦ୍ଧି ଏକ ମୋର ମୁଣ୍ଡରେ ପଶିଛି ଭାଇ। ସେହି ଉପାୟଟି କାର୍ଯ୍ୟକାରୀ ହେଲେ ନିଶ୍ଚୟ ଜାଣିବା ତହିଁ। ଆହା ଗୋପ ଠାକୁରାଣୀ ପୂର୍ଣ୍ଣମାସୀ କୁହେ କର ହେ କହ୍ନେଇ ଧ୍ୟାନ। ଆବିର୍ଭାବ ହୋଇ ପୂର୍ଣ୍ଣମାସୀ ତହିଁ ନିଶ୍ଚୟ ଦେବେ ସନ୍ଧାନ। ସୁଦାମାର କଥା ଗୋଟି ଶୁଣି ହେ ଧ୍ୟାନରେ ବସିଲେ ନୀଳମଣି ହେ। ଧ୍ୟାନରେ ବସିଲେ ନୀଳମଣି ହେ। ଧ୍ୟାନରେ ବସିଲେ ନୀଳମଣି ହେ। ଧ୍ୟାନରେ ବସିଲେ ନୀଳମଣି ହେ।
বসি কৃষ্ণ ধ্যান কলে তাহা জানি পূর্ণমাসী দর্শনটি দেলে অসহস হই পচারিলে ভগবতী কাহিঁকি স্মরিল মতে অছি কি বিপত্তি আহে অଣ୍ଟାରୁ କାଢି କନେଇ ତାଟକ ଦେଖେଇ ଆହେ କହିଲେ କାହାର ଏହା ଜଣା ପଡୁ ନାହିଁ ଦୟା କରି କହିଦେଲେ ଚିନ୍ତା ଦୂର ହେବ ଯାହାର ତାଟକ ତାକୁ ଏ ଆଖି ଦେଖିବ କହ୍ନେଇର ମନ ଭାବ ଜାଣି ହେ ପୂର୍ଣ୍ଣମାସୀ କହିଲେ ବଖାଣି ହେ ପୂର୍ଣ୍ଣମାସୀ କହିଲେ ବଖାଣି ହେ ପୂର୍ଣ୍ଣମାସୀ କହିଲେ ବଖାଣି ହେ ପୂର୍ଣ୍ଣମାସୀ କହିଲେ ବଖାଣି ହେ অপূর্ব সুন্দরী নারী হীরা সিଏ গোপপুর গৌড়ুণী ସମୟ ଆସିଲେ ନା ଗୋଟି ତାର ନିଶ୍ଚୟ ପାରିବ ଜାଣି ତାଟକକୁ ଥୋଇ ଘାଟ କୂଳେ ସେଇ ସ୍ନାନ କରୁଥିଲା ତହିଁ ଖାଦ୍ୟ ଭାବିଚିଲ ଉଠାଇ ନେଇ ର କୁଞ୍ଜରେ ଫିଙ୍ଗିଲା ଯାଇ ଆହା ଜାଣିବାକୁ ଯଦି ଇଚ୍ଛା କରୁଅଛ କଥା ଗୋଟି ମାନ ମୋର ଫଗୁଣ ମାସର ଶୁକ୍ଳ ଦଶମୀରେ ଦୋଳ ଜାତ ତୁମେ କର କାଠର ବିମାନ ଏକ ବନେଇ ତହିଁରେ ବସି ବୁଲ ହେ କନେଇ 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 ବିମାନ ଆଗରେ ନେଇ ବାନ୍ଧିବ ତାଟ କହେ ଦୂରରୁ ତାଟକ ଦିଶୁଥିବ ଜକ ଜକ କାହାର ତାଟକ ସିଏ ନିଶ୍ଚୟ ଦେଖିବ ତୁମ ପାଖେ ଆସି ସେହି ତାଟକ ମାଗିବ ଏହା କହି ପୂର୍ଣ୍ଣମାସୀ ହେଲେ ଅନ୍ତର୍ଧ୍ୟାନ ଧ୍ୟାନରୁ ଉଠି ହସିଲେ ନନ୍ଦର ନନ୍ଦନ ଆଏ ସାଙ୍ଗସାଥୀ ମାନଙ୍କୁ ହେ ପାଖକୁ ଡାକିଲେ ଗୋଟି ଗୋଟି ସବୁ କଥା ବୁଝାଇ କହିଲେ ଶିଳ୍ପୀ କୁଳ ଡାକି ଯଥା ଶୀଘ୍ର ହେ ବିମାନକୁ ତିଆରିଲେ ଆଗ ହେ ବିମାନକୁ ତିଆରିଲେ ଆଗ ହେ ବିମାନକୁ ତିଆରିଲେ ଆଗ ହେ ବିମାନକୁ ତିଆରିଲେ ଆଗ ହେ ଗୋପର ଯୁବକ ଯିଏ ଜହିଁ ଥିଲେ ସଭିଏ ଏକାଠି ହେଲେ ଫଗୁଣ ମାସର ଶୁକ୍ଳ ଦଶମୀରେ ଦୋଳ ଯାତ୍ରା କରିଲେ ବିମାନ ଆଗରେ ତାଟକ ବାନ୍ଧିଲେ ସୂତାରେ ଯତନ କରି ବିମାନ ଭିତରେ କହ୍ନେଇ ବସିଲେ ମୋହନ ମୁରଲି ଧରି ଆହା ଗୋପଦାଣ୍ଡ ତଇ ଉଠିଲା ପଡ଼ିଲା ଚାଲିଲା ଅବିର ମାଡ଼ ଖୋଳ କର ତାଳ କାହାଳି ବଜେଇ ହୋଇଲେ ସଭିଏ ଭିଡ଼ ସେହି ଦିନ ହେଲା ଦୋଳ ଜାତ ହେ ମିଛ ନୁହେଁ କହୁଛି ମୁଁ ସତ 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 ହେ
ହୁଳହୁଳି ଉଛୁଳି ପଡ଼ିଲା ଛୁଇଁ ଛୁଇଁ ବହି ଗଲା ମଳୟ ପବନ ରହି ରହି ମହକିଲା ଅଗୁରୁ ଚନ୍ଦନ ଥେଇ ଥେଇ ନାଚୁଥିଲେ ଗୋପ ଗୋପୀ ଗଣ ସାହି ସାହି ବୁଲୁଥିଲା ନଗରୀ କୀର୍ତ୍ତନ ଚାହିଁ ଚାହିଁ ଉଡୁଥିଲେ ଶୁଆ ସାରି ଗଣ ଖାଇ ଖାଇ ଭୋଗ ବୁଲୁଥିଲେ କାହ୍ନୁ ଜାଣ ଗୋପପୁରେ ଘରେ ଘରେ ବୁଲିରେ ନୀଳମଣି ଖେଳୁଥିଲା ହୋଲିରେ ନୀଳମଣି ଖେଳୁଥିଲା ହୋଲିରେ ଅବିର ପକେଇ ବିମାନ ସଜେଇ ସବୁରି ଘରକୁ ଗଲେ ନାଟକ କାହାର ଜଣା ପଡିଲାନି ସବୁ ଆଚମ୍ବିତ ହେଲେ ଶେଷରେ ସବିଏ ପ୍ରବେଶ ହୋଇଲେ ଚନ୍ଦ୍ରସେନା ଘରେ ଯାଇ ବିମାନ ଆଗରେ ତାଟକକୁ ଦେଖି ଆଶ୍ଚର୍ଯ୍ୟ ହୋଇଲେ ରାଇ ଆହା ବିମାନ ପାଖକୁ ନ ଆସି ନ ସେଇ ଘର ଭିତରେ ରହିଲେ ଲଳିତାକୁ ଡାକି ଅତି ଗୋପନରେ ତାଟକ ଆଣ କହିଲେ ଜାଣିଯିବେ ଯଦି ଘର ଲୋକ ହେ ଅକାରଣେ ଦେବେ ମତେ ଦୁଃଖ 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 ହେ ଲଳିତା ହାତକୁ ଧରି କୁହନ୍ତି ରାଧିକା ତାଟକ ହଜିଛି ବୋଲି ଜାଣିଛି ମୁଁ ଏକା ଡରେ ମରେ ଘରେ ମୁହିଁ କହି ତ ନଥିଲି ଜାଣିଥିଲେ ଶାଶୁ ଦେଇଥାନ୍ତେ ମାଡ଼ ଗାଳି ଚାଲ କଳା କାହ୍ନୁକୁ ବୁଝେଇ କହିବୁ ତାଟକ ଆଣିଣ ମୋର ହାତରେ ତୁ ଦେବୁ ରାଧାର କଥାକୁ ଶୁଣି ଲଳିତା ଚଳିଲା କହ୍ନେଇର କାନେ ସବୁ ବୁଝେଇ କହିଲା ସବୁ ଶୁଣି ଗୋପ ଚୂଡ଼ାମଣି ହେ ତାଟକ ଦେଲେ ନାହିଁ ଟି ଜାଣି 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 ହେ ଲଳିତା ବଚନ ଶୁଣି ଶ୍ୟାମ ଘନ ଜାଣି ସିଆଣିଆ ହେଲେ କାଟକ ଯାହାର ନେଇ ଯାଉ ସିଏ ଆସିଣ ଆମରି ଚୁଲେ ସତ କହୁଛ କି ମିଛ କହୁଅଛ ଜାଣି ଜମା ହେଉନାହିଁ କାଟକ ଯାହାର ସେ ଆମ ଆଗର ପିନ୍ଧୁ ଆସି ଏଠି ତହିଁ ଆହା ସାଙ୍ଗସାଥି ମୋର ସଭିଏ ଅଛନ୍ତି କଣ ଭାବିବେ ମତେ ନ ଦେଖି ନ ଜାଣି ତାଟକ ଯଦି ମୁଁ ଦେଇଦେବି ତୁମ ହାତେ କହିବରା ଇଙ୍କୁ ଯାଇ ବୁଝେଇ ତାଟକ ନେବାକୁ ଆସିବେ ସେହି ତାଟକ ନେବାକୁ ଆସିବେ ସେହି ତାଟକ ନେବାକୁ ଆସିବେ ସେହି ତାଟକ ନେବାକୁ ଆସିବେ ସେହି କୃଷ୍ଣଙ୍କ କଥାକୁ ଶୁଣି ଲଳିତା ଫେରିଲା ରାଧାଙ୍କ ଆଗରେ ଯାଇ ଫିଟାଇ କହିଲା ସବୁ ଶୁଣି ରାଧା ରାଣୀ ମନ ଦୁଃଖ କରି
କହିଲେ କେମିତି ବୁଝୁ ନାହିଁ ବଂଶୀଧାରୀ। ସାଇ ଭାଇ ସବୁ ଦେଖ ଚାହିଁ ବସିଛନ୍ତି। ତାଟକ ଆଣିବା ପାଇଁ ଯିବି ମୁଁ କେମିତି? ତାଟକ ହଜେଇ ମୁହିଁ କହି ତ ନଥିଲି। ଆଜି ଜାଣିଗଲେ ସବୁ ନିଶ୍ଚୟ ଦେବେ ଗାଳି। ଆଉ ଥରେ ଯାଇ ତାଙ୍କୁ କୁହ ହେ ମାନ ମୋର ରଘୁନନ୍ଦ ପୁଅ ହେ, ମାନ ମୋର ରଘୁନନ୍ଦ ପୁଅ ହେ, ମାନ ମୋର ରଘୁନନ୍ଦ ପୁଅ ହେ, ମାନ ମୋର ରଘୁନନ୍ଦ ପୁଅ ହେ। ରାଧିକା ପାଖରୁ ଲଳିତା ଆସିଣ କହ୍ନେଇ ହାତକୁ ଧରି। ବେହୁରା ହୋଇନ ବୁଝାଇ କହିଲା ଶୁଣ ଆହେ ବଂଶୀଧାରୀ। କୂଳ ବୋହୁ ସେଇ କେମିତି ଆସିବ ଡେଇଣ ଏରୁଣ୍ଡି ବନ୍ଧ। ବୁଆ ଶୁଣି ଯଦି ଦାଣ୍ଡରେ ବୁଲିବ ଲାଗିଯିବ ଅପବାଦ। ଆହା ସତ ମୁଁ କହୁଛି ମିଛ କହୁ ନାହିଁ ରାଧାର ତାଟକ ଏହି। ବିଶ୍ୱାସ ରଖି ହେ ମୋ ଉପରେ ତମେ ତାଟକ ଦିଅ ଫେରେଇ। ଲଳିତା କଥାକୁ ଶୁଣି ଗୋବିନ୍ଦ ତାଟକ ଦେଲେ ନାହିଁ କରି ଛନ୍ଦ, ତାଟକ ଦେଲେ ନାହିଁ କରି ଛନ୍ଦ, ତାଟକ ଦେଲେ ନାହିଁ କରି ଛନ୍ଦ, ତାଟକ ଦେଲେ ନାହିଁ କରି ଛନ୍ଦ। ତାଟକନେ ବାକୁରାଇ ଆସିଲେ କି ନାହିଁ, ଅପେକ୍ଷା କରି ଫେରିଲେ କାଳିଆ କହ୍ନେଇ। ସବୁ ସାଙ୍ଗ ମାନଙ୍କର ମନେ ରାଗ ହେଲା। ଭାବିଲେ ରାଇକୁ ପାନେ ଦେବା ଆମେ ଭଲା। କୁଞ୍ଜ ବନେ ଯାଇ ସବୁ ଏକାଠି ହୋଇଲେ। ରାଧାକୁ ଦେଖିବା ପାଇଁ ମନ୍ତ୍ରଣା କରିଲେ। ସୁବଳ କହିଲା ଚାଲ କରିବା ମନ୍ତର। ମନ୍ତ୍ର ବଳେ ରାଧା ରାଣୀ ଆସିବ ଏଥର। କଥା ଗୋଟି ମାନି କଳା କହ୍ନେଇ ମନ୍ତ୍ର କରିବାକୁ ଗଲେ ସେ ଧାଇଁ, ମନ୍ତ୍ର କରିବାକୁ ଗଲେ ସେ ଧାଇଁ, ମନ୍ତ୍ର କରିବାକୁ ଗଲେ ସେ ଧାଇଁ, ମନ୍ତ୍ର କରିବାକୁ ଗଲେ ସେ ଧାଇଁ। ଧୋବଣୀ ଘରକୁ ଯାଇ ନୀଳମଣି ଏକାନ୍ତରେ ଡାକି ନେଇ। କହିଲେ ରାଧାର ଲୁଗା ସୂତା ଖଣ୍ଡେ ଦେ ମୋ ହାତରେ ତୁହି। ତୋ ମୋ ଭିତରେ ଏକଥା ରହିବ କାହାକୁ କହିବୁ ନାହିଁ। ଯଦି ଯାଇ କାହା ଆଗରେ ଗପିବୁ ହଇରାଣ ହେବୁ ତୁଇ। ଆହେ ନନ୍ଦ ରାଜାଙ୍କର ପୁଅ ବୋଲି ଜାଣି କଥା ନ କରି ଅନ୍ୟଥା। ଲୁଚେଇ ଲୁଚେଇ କହ୍ନେଇ ହାତରେ ଧୋବଣୀ ଦେଲାଟି ସୂତା। ରାଧା ଲୁଗା ସୂତା ଖଣ୍ଡେ ପାଇ ହେ କହ୍ନେଇ ଚଳିଲେ ବେଗେ ଧାଇ ହେ, କହ୍ନେଇ ଚଳିଲେ ବେଗେ ଧାଇ ହେ, କହ୍ନେଇ ଚଳିଲେ ବେଗେ ଧାଇ ହେ, କହ୍ନେଇ ଚଳିଲେ ବେଗେ ଧାଇ ହେ।
हसी तही माली आनी घरे कानु पहुँचिले जाई कहिले सुना मुदिटी देउ अछि तते जहा कहिबी मानिबु कथा दे मते सुना मुदी पाई माली आनी हसी देला कहिला तुम कथा मानिबी नंद बला चुपी चुपी काने तार कृष्ण देले कही उच्चाटन मंत्र कर राधा नामे तुही घरे आउ जेमिति से न रहू कृष्ण कृष्ण होई मो पाखे धाऊ 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 फुकिला मंतर धूली उच्चाट होई न सुकुमारी राधा कृष्ण कृष्ण हेले भाड़ी दिन राति खाली कृष्ण को खोजिले न खाई न पी किछि छंदा पाद बिना मानिनी राईर नाई अबासते किछि आहा ललिता विशाखा जेते बुझाइले किछि लाभ हेला नाही सासु घर लोक गुणिया डकाई काट पानी देले तही काट पानी राधा रानी पी